ମୁଁ ତ କାହିଁ ଜାଣିନି ମହାପ୍ରସାଦ କେବେ ଯାଞ୍ଚ ହୁଏ। ମୋ କାନ ଉଠିବାଠୁ ମୁଁ ଜାଣିନି ମହାପ୍ରସାଦ କେବେ ଯାଞ୍ଚ। ମନ୍ଦିର ଭିତରୁ କେଉଁ କେଉଁ ପରିବା ଯାଏ ତା ବି ଚେକ୍ କରାଯାଉଛି। ଆପଣ ଭାବନ୍ତୁ ଶାଗ କେତେ ପ୍ରକାର ଅଛି, କିନ୍ତୁ ମନ୍ଦିର ଭିତରକୁ ଗୋଟିଏ ପ୍ରକାର ଶାଗ ଯାଏ, ନାଲି ଶାଗ ଯାଏ। ତାହା ହିଁ ଯାଉଛି। ପରିବା ଭିତରେ ଅନେକ ପରିବା ଅଛି, ହାତ ଗଣତି ଭିତରେ 4-5ଟି ପରିବା ମନ୍ଦିରକୁ ପ୍ରବେଶ କରେ। ଅନ୍ୟ ପରିବା ମୁଁ କେବେ ଜାଣିନି ଯେ ମହାପ୍ରସାଦ ଯାଞ୍ଚ ହେବା। ମହାପ୍ରସାଦ ଟିକେ ଯାଞ୍ଚ ହେବା କଥା କହିବା ପୂର୍ବରୁ ଆମକୁ ଟିକେ ଭାବିବାକୁ ପଡ଼ିବ ଆମେ କାହା ସାଙ୍ଗରେ ଖେଳୁଛେ। ମହାପ୍ରସାଦ କେବେ ଯାଞ୍ଚ ହଏନି ନା ହେଇପାରିବନି। ସେ ଆପଣ ଚାଉଳ ଯାଞ୍ଚ ହେଉଛି, ଘିଅ ବି ଯାଞ୍ଚ ହେଉଛି। ଘିଅ ଯାଞ୍ଚ ଯାହା ଆପଣ କହୁଛନ୍ତି ତିରୁପତି କଥା ଦେଇକିରି ପାଲା ଚାଲିଛି। ତେଣୁ ମନ୍ଦିର ଭିତରେ ଯେଉଁ ଘିଅ ପ୍ରବେଶ ସିଏ ବି ଯାଞ୍ଚ ହଉ, କିଛି ଅସୁବିଧା ନାହିଁ, ସ୍ୱାଗତ କଥା। ସିଏ ଅଭଡ଼ାର ମହାପ୍ରସାଦ, ଅଭଡ଼ା ଯାହା ମହାପ୍ରସାଦ ସେଇଆ। ମହାପ୍ରସାଦକୁ କେବେ କୌଣସି ପ୍ରସାଦ ସଙ୍ଗେ ତୁଳନା କରାଯାଇପାରିବନି। ଯେଉଁଟାକି 33 କୋଟି ଦେବତାଙ୍କୁ ସମର୍ପଣ ହେଲା ପରେ ସମସ୍ତେ ସେ ପ୍ରସାଦକୁ ପାଆନ୍ତି। 33 କୋଟି ଦେବତା ବି ସେ ମହାପ୍ରସାଦକୁ ଚାହିଁ ବସିଥାନ୍ତି ସମର୍ପଣ ପାଇଁ। ତେଣୁ ତାକୁ କେବେ ଯାଞ୍ଚ ହେଇପାରିବନି। ନିଶ୍ଚିତ ଆଘାତ ଦେବ। ଯଦି ତାକୁ ଯାଞ୍ଚ କରା ନିଶ୍ଚିତ ଆଘାତ ହେବ। ଆପଣ ଯେଉଁଟାକୁ ଦେଖିଲେ କି ଯେଉଁଟା 12 ମିଶା ଚାଉଳ ଯେଉଁ ପ୍ରକାର ପରିସ୍ଥିତି ହେଲା, ଠିକ୍ ସେଇଭଳିଆ ଗମ୍ଭୀର ପରିସ୍ଥିତି ଆସିବ। ନା ମାନ ତା ଦେହରେ କିଛି ତାକୁ ମହାପ୍ରସାଦ କେବେ ମାନ କ'ଣ ଅମାନ କ'ଣ ତାକୁ କେବେ ଯାଞ୍ଚ ହେଇପାରିବନି। ମହାପ୍ରସାଦ କେବେ ଯାଞ୍ଚ ହେଇପାରେ। ମୋ କାନ ଉଠିବାଠୁ ମୁଁ ଶୁଣିନଥିଲି। ମୁଁ ବି କେବେ ଶୁଣିନି ଯେ ମହାପ୍ରସାଦ କେବେ ଯାଞ୍ଚ ହଏ। ତୁମେ ସେ ଡାଲି ଚାଉଳ ଭଲ ଚାଉଳ କି ଭଲ ଡାଲି ତା ବି ଯାଞ୍ଚ ହେଉ କି ଯାଉ, କିଛି ଅସୁବିଧା ନାହିଁ। ସେଗୁଡ଼ା ସବୁ କିଛି ଅସୁବିଧା ନାହିଁ। ଯେଉଁଠି ଆପଣ ଭାବନ୍ତି 3-4ଟା ହାତ ଗଣ୍ଟାରେ ପରିବା, ଯେଉଁ ପରିବା ଯେଉଁଟାକି ଆମର ଭାରତ ବର୍ଷରେ ଯେଉଁ ପରିବା ଆମର ଉତ୍ପନ୍ନ ହୁଏ ସେହି ପରିବା ହିଁ ଆମର ମନ୍ଦିର ଭିତରୁ ପ୍ରବେଶ କରେ। ନା ଆଳୁ ଯାଇଛି, ନା ଟମାଟୋ ଯାଇଛି, ନା ଭେଣ୍ଡି ଯାଇଛି, ଏଗୁଡ଼ା ସବୁ କିଛି ଯାଇନି। ସେ ଆମ ପରିବା ନୁହେଁ। ପରିବା ଆମର ଯାହା ତାହା ଯାଇଛି। ଶାଗ ଅନେକ ପ୍ରକାର ଶାଗ ଅଛି, କିନ୍ତୁ 2ଟି ଶାଗ ଭିତରେ ଗୋଟିଏ ଶାଗ ଯେଉଁ ଲାଲ ଶାଗ ସେଇଟା ହିଁ ଆମର ଶାଗରେ ଅଛି। କଖାରୁ ଅଛି, ଏଇସବୁ ପରିବା ଯାଏ, ପୋଟଳ ଯାଏ, ଦେଶୀ ଆଳୁ ଯାଏ, ଏଇସବୁ ଜିନିଷ ପରିବା ତା ଦେହରେ ପ୍ରବେଶ। ଆଉ ଆଜି ବି ଯାଞ୍ଚ ହେଉଛି, ତାହା ହିଁ ଯାଏ। କିନ୍ତୁ ମହାପ୍ରସାଦ କେବେ ଯାଞ୍ଚ ହେଇପାରିବନି। କି ମହାପ୍ରସାଦ କେବେ ମୁଁ ଶୁଣିନଥିଲି। ଏ ପ୍ରଥମ ଶୁଣି ମୋତେ ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ୟା ପରେ ଯଦି ଯାଞ୍ଚ ହେବ କି ଯାହା ହେବ ସେ କଥା ତ ନିଶ୍ଚିତ ମହାପ୍ରଭୁ ବୁଝିବେ, ତା'ର ବିଚାର କରିବେ। ଯେଉଁଟାକି ଆମେ ସମସ୍ତେ ଦେଖିଲେ, ଯେଉଁଟା 12 ମିଶା ଚାଉଳ ଭୋଗ ହେଲା ପରେ କ'ଣ ପରିସ୍ଥିତି ହେଲା, ତେଣୁ ସେ ପରିସ୍ଥିତି ଆସିବ ଫେରେ। ଆମକୁ ଟିକେ କହିବା ପୂର୍ବରୁ, ଏଇ ଜିନିଷ ଯାଞ୍ଚ ପୂର୍ବରୁ ଆମକୁ ଟିକେ ଭାବିବାକୁ ପଡ଼ିବ ଆମେ କ'ଣ କହୁଛେ।